ଆଦିମ ଯୁଗର କଥାଟି। ସେତେବେଳେ ଆଦିମାନବ ପଥରକୁ ପଥରରେ ଘଷି ନିଆଁ ବାହାର କରୁଥିଲା, ଆଉ ସେଇ ନିଆଁରେ ମାଛ ମାଂସ ପୋଡ଼ି ଖାଉଥିଲା। ଦିନକର କଥା, ଦିନେ ଦୁଇ ଆଦିମାନବ ସମୁଦ୍ର କୂଳକୁ ମାଛ ଧରିବାକୁ ଯାଉଥିଲେ। ହଠାତ୍ ତାଙ୍କର ନଜର ପଡ଼ିଲା ଗୋଟେ ଅଦ୍ଭୁତ ଜୀବ ଉପରେ। ସେମାନେ ଆଉ ଟିକେ ପାଖକୁ ଯାଇ ଦେଖିଲେ ଯେ ସେ ହେଉଛି ଗୋଟେ ବଡ଼ ଚିଙ୍ଗୁଡ଼ି। ସେ ଏତେ ବଡ଼ ଚିଙ୍ଗୁଡ଼ି ଆଗରୁ କେବେ ଦେଖିନଥିଲେ। ସେ ଥିଲା ବଙ୍ଗୋପସାଗରର ଚିଙ୍ଗୁଡ଼ି ରାଜା। ସେତେବେଳେ ଚିଙ୍ଗୁଡ଼ି ସମୁଦ୍ର କୂଳରେ ଖରା ପାଖରେ ଠିଆ ହୋଇଥାଏ। ଆଦିମାନବ କୌଶଳ କରି ଚିଙ୍ଗୁଡ଼ିଟିକୁ ଧରିନେଲେ। ଚିଙ୍ଗୁଡ଼ିଟି ଛାଟିପିଟି ହେବାକୁ ଲାଗିଲା। ହେଲେ ସେମାନେ ଚିଙ୍ଗୁଡ଼ିକୁ ବାନ୍ଧି ବୋହି ବୋହି ନେଇ ଜଙ୍ଗଲ ଭିତରକୁ ଚାଲିଗଲେ। ସାଧାରଣତଃ ସେମାନେ ତାଙ୍କ ଶିକାରକୁ ଗୋଟିଏ ଭାରାରେ ବାନ୍ଧି ତଳୁ ନିଆଁ ଲଗାଇ ପୋଡ଼ିକି ଖାଉଥିଲେ। ଠିକ୍ ସେମିତି ଚିଙ୍ଗୁଡ଼ିକୁ ପୋଡ଼ିବା ପାଇଁ ସେଇ ଭାରାରେ ବାନ୍ଧି ଚୁଲିରେ ବସେଇଲେ। ତା ତଳେ କିଛି କାଠ ଓ ଶୁଖିଲା ପତ୍ର ରଖିଦେଲେ। ସେତେବେଳକୁ ଚିଙ୍ଗୁଡ଼ି ଜାଣିସାରିଥିଲା ଯେ ଆଜି ତାର ଶେଷ ଦିନ। ତେଣୁ ସେ ଭୟରେ ଗୋଟା ପୁଣି ଥରୁଥାଏ। ଆଉ ସବୁଥର ପରି ଏଥର ବି ପଥରକୁ ପଥରରେ ଘଷି ନିଆଁ ବାହାର କରିବାକୁ ଚେଷ୍ଟା କଲେ। ହେଲେ ସେଦିନ ଯେତେ ଘଷିଲେ ବି ନିଆଁ ଲାଗୁନଥାଏ। ଏକଥା ଦେଖି ଚିଙ୍ଗୁଡ଼ି ଟିକେ ଆଶ୍ୱସ୍ତ ହେଉଥାଏ। ମନେ ମନେ କହୁଥାଏ, ନିଆଁ ନ ଲାଗନ୍ତା କି ଆଜି ମୁଁ ବଞ୍ଚିଯାଆନ୍ତି। କିନ୍ତୁ ଆଦିମାନବ ପଥରରେ ପଥରକୁ ଘଷି ତାଙ୍କ ଚେଷ୍ଟା ଜାରି ରଖିଥାନ୍ତି। ଶେଷରେ ଅନେକ ଚେଷ୍ଟା କରି ସେମାନେ ସେଦିନ ନିଆଁ ଲଗାଇ ପାରିଲେନି। ଠିକ୍ ସେତିକି ବେଳେ ଚିଙ୍ଗୁଡ଼ି ଟିକେ ଉପହାସରେ ଫୁଙ୍କି ହସିଦେଲା। ଚିଙ୍ଗୁଡ଼ିଟି ଏହି ଉପହାସ ହସରୁ ବାହାରି ପଡ଼ିଲା ଖଣ୍ଡେ ନିଆଁ ହୁଳା। ଏହା ଥିଲା ଏ ଚିଙ୍ଗୁଡ଼ିର ଜନ୍ମଗତ ସ୍ୱଭାବ। ଏ କଥା ଦେଖି ଆଦିମାନବ ଆଶ୍ଚର୍ଯ୍ୟ ହୋଇଗଲେ। ଥରକୁ ଦୁଇଥର ଏମିତି ହେବା ଫଳରେ ଆଦିମାନବ ବୁଝିଗଲେ ଯେ ସେ ଆମ ବିଫଳତାର ଉପହାସ କଲେ ତା ପାଟିରୁ ନିଆଁ ବାହାରୁଛି। ତେଣୁ ସେ ମନେ ମନେ ଗୋଟିଏ ଉପାୟ ପାଞ୍ଚିଲେ। ସେମାନେ ପୁଣି ପଥରରେ ପଥରକୁ ଘଷିବାକୁ ଲାଗିଲେ। ପୂର୍ବ ପରି ଏଥର ବି ନିଆଁ ବାହାରିଲାନି। ଏଥର ଚିଙ୍ଗୁଡ଼ି ଆହୁରି ଜୋରରେ ଉପହାସ କଲା। ମନେ ମନେ ଭାବିଲା, ମୁଁ ମୋ ଜୀବନରେ କେବେ ବଡ଼ ବଡ଼ ସାମୁଦ୍ରିକ ମାଛକୁ ଚକମା ଦେଇଛି? ଆଉ ଏମାନେ ତ ଛାର ମଣିଷ, ଏମାନେ କ'ଣ ମୋତେ ମାରିପାରିବେ? ଠିକ୍ ସେହି ସମୟରେ ତା ମୁହଁରୁ ହସ ବାହାରି ପଡ଼ିଲା। ପୁଣି ତା ପାଟିରୁ ଗୋଟେ ନିଆଁ ପେଣ୍ଡୁଳା ବାହାରି ପଡ଼ିଲା। ଆଦିମାନବ ଠିକ୍ ସେହି ସମୟକୁ ଅପେକ୍ଷା କରି ବସିଥିଲେ। ସେମାନେ ଚିଙ୍ଗୁଡ଼ି ପାଟିରୁ ବାହାରୁଥିବା ନିଆଁରୁ ଗୋଟେ ଶୁଖିଲା ପତ୍ର ସାହାଯ୍ୟରେ ଧରିନେଲେ। ଏଥର ପତ୍ରରେ ନିଆଁ ଲାଗିଗଲା, ଆଉ ତାକୁ ନେଇ ଚିଙ୍ଗୁଡ଼ିକୁ ପୋଡ଼ିବା ପାଇଁ ସହଜ ହେଲା। ସେମାନେ ସଜେଇଥିବା କାଠ ପତ୍ରରେ ଲଗେଇଦେଲେ। ଶୁଖିଲା ପତ୍ରର ନିଆଁ କାଠକୁ ଧରିଲା। ଏଥର ଆଦିମାନବକୁ ଅତି ସହଜରେ ନିଆଁ ମିଳିଗଲା। ସେମାନେ ଚିଙ୍ଗୁଡ଼ିକୁ ପୋଡ଼ିଲେ ଆଉ ମିଳିମିଶି ତା ମାଂସ ଖାଇଲେ। ଶେଷରେ ତା ନିଜ ପାଟିର ନିଆଁ ତାକୁ ଶେଷ କରିଦେଲା। ତେଣୁ ସାଙ୍ଗମାନେ, ଏହି ଗପରୁ ଆମେ ଏଇଆ ଶିଖିଲେ ଯେ ନିଜର ପାରିବା ପଣ ପାଇଁ ଅନ୍ୟ କାହା ନ ପାରିବା ପଣ ଉପରେ ପରିହାସ କଲେ ତାକୁ ଅହଙ୍କାର ବୋଲି କୁହାଯାଏ। ଆଉ ସେଇ ଅହଙ୍କାର ନିଆଁ ନିଜକୁ ନିଜେ ଧ୍ୱଂସ କରିଦେଇଥାଏ।